କିଛି ମୁଷ୍ଟିମେୟ ଲୋକ ନିଶ୍ଚିତ ବିରୋଧ କରିବେ, ତାଙ୍କ ସ୍ୱାର୍ଥରେ ଆଞ୍ଚ ଆସିଲେ ବିରୋଧ କରିବେ। ଯେଉଁମାନେ ପ୍ରଥମେ ତ ଆପଣଙ୍କୁ ଟିକେଟ୍ ମିଳିଛି ବିଜେପିରୁ, ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା। କ'ଣ କହିବେ, ଦଳ ବର୍ତ୍ତମାନ ଆପଣ 2009ରୁ ବିଜେଡ଼ି ସହିତ ଥିଲେ, ବର୍ତ୍ତମାନ ବିଜେଡ଼ି ତ୍ୟାଗ କରି ବିଜେପି ଯାଇଛନ୍ତି, କ'ଣ କହିବେ, କ'ଣ କାରଣ ରହିଥିଲା? ମୁଁ ଧନ୍ୟବାଦ ଦେବି ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ନଡ୍ଡାଜୀଙ୍କୁ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ, ଆମର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କୁ, ରାଜ୍ୟ ସଭାପତି ମନମୋହନ ସାମଲଜୀଙ୍କୁ ଏବଂ ଆମର ସାଂସଦ ଅପରାଜିତା ମ୍ୟାଡ଼ାମଙ୍କୁ, ଯାହା ସେମାନେ ମୋ ଉପରେ ଭରସା ରଖି ମୋତେ ଭାରତୀୟ ଜନତା ପାର୍ଟିର ଟିକେଟ୍ ଦେଇଛନ୍ତି ଏବଂ ଘର ବାହୁଡ଼ା କରିବାରେ ସାହାଯ୍ୟ କରିଛନ୍ତି। ଏବଂ ବିଶେଷ କରି ମୁଁ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଦେବା ସହିତ ନମସ୍କାର ମଧ୍ୟ କରୁଛି ଏମାନଙ୍କୁ। ଏବଂ ମୋ ଉପରେ ଯେଉଁ ଆସ୍ଥା ଭରସା ରଖିଛନ୍ତି, ଜୟଦେବରୁ ଆମେ ବିଜେପିକୁ ସଫଳତା ଦେବା ପାଇଁ ନିଶ୍ଚିତ ଭାବରେ ବିଜେପିର ସଫଳତା ମିଳିବ। କାରଣ ଜନସାଧାରଣ 2009ରୁ 14 ଏବଂ 2019ରୁ 24 ପର୍ଯ୍ୟନ୍ତ ମୁଁ ଯାହା ଯାହା କାମ କରିଛି ଆବାଳ ବୃଦ୍ଧ ବନିତା ସମସ୍ତେ ଜାଣନ୍ତି। ଏବଂ ଏପରିକି ରାସ୍ତାଘାଟ, ପିଇବା ପାଣି, ଯାହା ଯାହା ଦରକାର, ବ୍ୟାରେଜ୍ଠୁ ଆରମ୍ଭ କରି ମେଗା ୱାଟର ସପ୍ଲାଇ ପ୍ରୋଜେକ୍ଟ, ତାପରେ ହାଇମାକ୍ସ ଲାଇଟ୍, 100ରୁ ଉର୍ଦ୍ଧ୍ୱ ହାଇମାକ୍ସ ଲାଇଟ୍, ଫୋର୍ ଲେନ୍ ରାସ୍ତା, ନିମାପଡ଼ା ବାଳକାଟିଠୁ ନିମାପଡ଼ା ପର୍ଯ୍ୟନ୍ତ କାମ ଚାଲିଛି। ତ କଥା ହେଲା କ'ଣ, ମୁଁ ବହୁତ କଷ୍ଟରେ ଏଇ ଯେଉଁ 5 ବର୍ଷ, ବିଗତ 5 ବର୍ଷରେ ମୋତେ କାମ କରିବା ପାଇଁ ଭାରି କଷ୍ଟ ହେଲା। ମୁଁ ସିନା ବିଜେଡ଼ିର ବିଧାୟକ ରହିଲି ବିଜେଡ଼ିର, କିନ୍ତୁ ପାରାଲାଲ ଆଉ ଗୋଟେ ସଂଗଠନ ମୋତେ ସବୁ କାମରେ ବାଧା ସୃଷ୍ଟି କଲେ, ସବୁ କାମରେ ଏପର୍ଯ୍ୟନ୍ତ। ଏପରିକି ମୋର କ୍ରିଟିକାଲ ଗ୍ୟାପ୍ ଫଣ୍ଡସଟା ମଧ୍ୟ ରିଲିଜ୍ ହୋଇପାରିଲା ନାହିଁ 4 ବର୍ଷର। ବହୁ ପ୍ରୋଜେକ୍ଟ ରହିଗଲା, ଲୋକଙ୍କର ଦେଇଥିଲେ ସେମାନେ ପ୍ରୋଜେକ୍ଟ ରହିଗଲା। ଯେଉଁମାନେ ବି ମୋଠୁ ଲ୍ୟାଣ୍ଡ ଫ୍ୟାଟ୍ ନେଲେ କାମ କରିବା ପାଇଁ, ତାଙ୍କର ସେମାନଙ୍କୁ ମଧ୍ୟ ହାରାସମେଣ୍ଟ କଲେ, ଲେଆଉଟ୍ ଠିକ୍ସେ ଦେଲେ ନାହିଁ, ବିଲ୍ କଲେ ନାହିଁ, ବିଲ୍ କଲେ ପେମେଣ୍ଟ କରିବାକୁ ଡେରି କଲା, ଅନେକ ପ୍ରକାର ହାରାସମେଣ୍ଟ କଲେ। ଏବଂ ମୁଁ ତ ଶ୍ୱାସରୁଦ୍ଧ ହେଇଗଲି, କାରଣ ମୁଁ କାମ କରିବା ମୌକା ପାଇଲି ନାହିଁ ଠିକ୍ ଭାବରେ। ତେଣୁକରି ନିଷ୍ପତ୍ତି ନେଲି ଯେ ଯେଉଁଠୁ ମୋର ଆରମ୍ଭ ହୋଇଥିଲା ସେଠି ମୋର ଶେଷ ହେବା ଦରକାର। ଭାରତୀୟ ଜନତା ପାର୍ଟି 1990 ମସିହାରେ ମୁଁ ଆରମ୍ଭ କରିଥିଲି ଏବଂ ସେଠି ମନ୍ତ୍ରୀ ବି ହେଇଥିଲି। ଏବଂ ମୁଁ ଦେଖିଲି ଗୋଟେ ସମୁଦ୍ରରୁ ମୁଁ ଆସିଛି ଗୋଟେ ନଈରେ, ନଈରୁ ପୁଣି ସେ ସମୁଦ୍ରକୁ ଫେରିଗଲି। ତେଣୁକରି ଜୟଦେବବାସୀଙ୍କୁ ମୁଁ ଧନ୍ୟବାଦ ଦେବି ଯେ ସେମାନେ ସ୍ୱାଭିମାନୀ ଏବଂ ସେମାନେ ମୋତେ ବିପୁଳ ଭୋଟରେ ଜୟଯୁକ୍ତ କରିଥିଲେ। ଏବଂ ସେମାନେ ଏବେ ବି ଯେଉଁମାନେ ନିର୍ବାଚନରେ ଓହ୍ଲିବେ ବିଭିନ୍ନ ପାର୍ଟିରେ, ସେମାନେ ନିଶ୍ଚିତ ଭାବରେ କ୍ୟାଣ୍ଡିଡେଟ୍କୁ ଦେଖି ବିଚାର କରିବେ ଯେ କାହାକୁ ଦେଲେ ଭଲ ହେବ, କିଏ ଏରିଆର କାମ କରିଛି, କିଏ କାମ କରିବ, ସବୁ ବିଚାର କରି ସେମାନେ ନିଶ୍ଚିତ ସ୍ୱାଭିମାନୀ ଭୋଟରମାନେ, ଭାଇ ଓ ଭଉଣୀମାନେ, ମାଆମାନେ, ସେମାନେ ତାଙ୍କର ଭୋଟକୁ ସେମାନେ ନିଶ୍ଚିତ ଆଗାମୀ ନିର୍ବାଚନରେ ଦେବେ। ମୁଁ ଆଶା କରିବି ସେମାନେ ନିଶ୍ଚିତ ଭାରତୀୟ ଜନତା ପାର୍ଟିକୁ ବିପୁଳ ଭୋଟରେ ସେମାନେ ଜିତେଇବେ। ଦାଦା କ'ଣ କହିବେ, ଆପଣ ଜଣେ ପୁରୁଖା ରାଜନେତା, ବର୍ତ୍ତମାନ ଜୟଦେବରେ ଆପଣଙ୍କୁ ଟିକେଟ୍ ମିଳିଛି। ଏ ଜୟଦେବ ନିର୍ବାଚନ ମଣ୍ଡଳୀ ଗୋଟେ ବିଜେପି କର୍ମକର୍ତ୍ତା ମାହୋଲରେ ଆପଣଙ୍କୁ ନେଇକି ଶୁଭେଚ୍ଛା ଜଣାଯାଉଛି, ପୁରା ଖୁସିର ମାହୋଲ ଗୋଟେ ଅଛି। ଆଉ ଗୋଟେ ପଟେ କିଛି ସମର୍ଥକ ମଧ୍ୟ ବିରୋଧ କରୁଛନ୍ତି, କ'ଣ କହିବେ? ନାଇଁ, ସେ ତ ସବୁ ଜାଗା ଥାଏ ପୃଥିବୀରେ, ଯେତେ ଜାଗା ଥିବ କିଛି ମୁଷ୍ଟିମେୟ ଲୋକ ନିଶ୍ଚିତ ବିରୋଧ କରିବେ, ତାଙ୍କ ସ୍ୱାର୍ଥରେ ଆଞ୍ଚ ଆସିଲେ ବିରୋଧ କରିବେ। ଯେଉଁମାନେ ସମସ୍ତଙ୍କର ସ୍ୱାର୍ଥ ଦେଖିବେ ସେ ବିରୋଧ କରିବେ ନାହିଁ। ଅରବିନ୍ଦ ଢାଲିକୁ ନ ଚିହ୍ନିଛି ଜୟଦେବରେ କେହି ନାହିଁ। ସମସ୍ତେ ଜାଣନ୍ତି ଯେ 365 ଦିନକୁ 365 ଦିନ କାମ କରନ୍ତି, ତାଙ୍କର ଘର ଦ୍ୱାର ସବୁବେଳେ ଖୋଲା ଥାଏ, ଦ୍ୱାର ସବୁବେଳେ ଖୋଲା, ଯିଏ ଯାଆନ୍ତି ସେ ଯାହା ସମସ୍ୟା ନେଇ ଯାଆନ୍ତି, ସମାଧାନ ବି କରନ୍ତି। ତେଣୁକରି ମୁଁ ଭୋଟରମାନେ ହେଉଛନ୍ତି ମୋର ଭଗବାନ, ମୁଁ ହେଉଛି ତାଙ୍କର ସେବକ ଏବଂ ମାଲିକର ସେବା ମୁଁ କରୁଛି। ମାଲିକମାନେ ଯାହା ନିଷ୍ପତ୍ତି ନେବେ ସେଇଟା ହିଁ ମୋ ଶିରଧାର୍ଯ୍ୟ। ମୋ ରଣନୀତି ହେଲା ସମସ୍ତଙ୍କୁ ସାଙ୍ଗରେ ନେଇକି ଚାଲିବି। ମୁଁ ଯେତେ ବିଧାୟକ ଥିଲି କୌଣସି ଲୋକ ମୋତେ କେବେ ବିରୋଧ କରିନାହାନ୍ତି। ଗୋଟେ ପାରାଲାଲ ଗୋଷ୍ଠୀ ସେମାନେ ଜାଣିଶୁଣି ବିରୋଧ କରୁଥିଲେ, ନହେଲେ ବାକି କେଉଁ ଦଳ ବି ମୋତେ ବିରୋଧ କରିନାହାନ୍ତି। ମୋଦିଜୀଙ୍କର ଯେଉଁ ନାରା ସବକା ସାଥ ସବକା ବିକାଶ, ଏଇ ନାରାକୁ ସାଙ୍ଗରେ ନେଇକରି
ମୁଁ ଚାଲିବି, ସମସ୍ତଙ୍କୁ ନେଇକି ଚାଲିବି। ମୋର ଏକମାତ୍ର ଲକ୍ଷ୍ୟ ଜୟଦେବର ସର୍ବାଙ୍ଗୀନ ଉନ୍ନତି କରିବା। ଧନ୍ୟବାଦ।